ପିଲାମାନେ ଆଜି ଆମେ କିଛି ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଆଲୋଚନା କରିବା ଏବଂ ଆମର ଆଜିର ବିଷୟ ହେଉଛି ବ୍ରିଟିଶ ଉପନିବେଶବାଦ ବିରୋଧରେ ବିଦ୍ରୋହ। ସେଥିପାଇଁ ପ୍ରଥମ ପ୍ରଶ୍ନ ହେଉଛି ସନ୍ନ୍ୟାସୀ ଆନ୍ଦୋଳନ ନିମ୍ନୋକ୍ତ କେଉଁ ମସିହାରେ ହୋଇଥିଲା? 1780ରେ, 1770ରେ, 1746ରେ ନା 1765 ମସିହାରେ ହୋଇଥିଲା? ଏବଂ ଏହାର ସଠିକ ଉତ୍ତର ହେଉଛି 1770 ମସିହାରେ ହୋଇଥିଲା। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି ନିମ୍ନୋକ୍ତ କେଉଁ ବ୍ୟକ୍ତିଙ୍କ ବଳିଷ୍ଠ ନେତୃତ୍ୱରେ ପାଇକମାନେ ଇଂରେଜ ଶାସନ ବିରୋଧରେ ସଂଗଠିତ ହୋଇ 1817 ଖ୍ରୀଷ୍ଟାବ୍ଦରେ ବିଦ୍ରୋହ ହ୍ରାସ ଦେଇଥିଲେ? ଅପସନ୍ ନମ୍ବର 1 ହେଉଛି କୃଷ୍ଣପ୍ରସାଦ ସିଂ, ବକ୍ସି ଜଗବନ୍ଧୁ, ଜଗନ୍ନାଥ ଦାସ ନା ଧରଣୀଧର ଭୂୟାଁ। ଏହାର ଉତ୍ତର ହେଉଛି ପ୍ରଶ୍ନ କ'ଣ କହିଛି ନା 1817 ମସିହାର ବିଦ୍ରୋହ। 1817 ମସିହାରେ କେଉଁ ବିଦ୍ରୋହ ହୋଇଥିଲା? ଆମେ ଜାଣିଛନ୍ତି ଆମ ଓଡ଼ିଶାର ବିଦ୍ରୋହ ହୋଇଥିଲା 1817 ମସିହାରେ, ଯାହାକୁ ଆମେ ପାଇକ ବିଦ୍ରୋହ କହିଥାନ୍ତି ଏବଂ ତାର ନେତୃତ୍ୱ ନେଇଥିଲେ ବକ୍ସି ଜଗବନ୍ଧୁ। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି ବ୍ରିଟିଶ କମ୍ପାନୀ ଏବଂ ସନ୍ନ୍ୟାସୀଙ୍କ ମଧ୍ୟରେ ନିମ୍ନୋକ୍ତ କେତେ ମସିହା ପର୍ଯ୍ୟନ୍ତ ସଂଘର୍ଷ ଚାଲିଥିଲା? କେତେ ମସିହା ପର୍ଯ୍ୟନ୍ତ ଚାଲିଥିଲା? 1810 ପର୍ଯ୍ୟନ୍ତ ନା 1804 ପର୍ଯ୍ୟନ୍ତ, 1802 ପର୍ଯ୍ୟନ୍ତ ନା 1800 ପର୍ଯ୍ୟନ୍ତ ଚାଲିଥିଲା? ଆମେ ଜାଣିଛନ୍ତି 1770 ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ଏହି ଆନ୍ଦୋଳନଟି 1802 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିଲା। ବୁଝିହେଲା? ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି କେବେ ସିପାହୀ ବିଦ୍ରୋହ ସଂଗଠିତ ହୋଇଥିଲା? ସିପାହୀ ଆନ୍ଦୋଳନ, ସିପାହୀ ବିଦ୍ରୋହ, ସିପୋଇ ମିଉଟିନି କେବେ ହେଇଥିଲା ବୋଲି ଆମେ ପଢ଼ିଛନ୍ତି? ଆମେ ପାଠ ପଢ଼ିଲା ବେଳେ ଜାଣିଛନ୍ତି ନା ସିପାହୀ ବିଦ୍ରୋହ 1858ରେ ନା 1856ରେ ନା 1857ରେ ନା 1859 ଖ୍ରୀଷ୍ଟାବ୍ଦରେ ହୋଇଥିଲା? ଆମେ ପଢ଼ିଛନ୍ତି ଯେ 1857 ଖ୍ରୀଷ୍ଟାବ୍ଦରେ ହୋଇଥିଲା ସିପାହୀ ବିଦ୍ରୋହ ଏବଂ ଏହି ସିପାହୀ ବିଦ୍ରୋହକୁ ମଧ୍ୟ ଆମେ ଇଂଲିଶରେ କହୁ ସିପୋଇ ମିଉଟିନି। ହେଲା? ଠିକ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି ସାମନ୍ତ ସନ୍ଧି କିଏ ପ୍ରଣୟନ କରିଥିଲେ? ସାମନ୍ତ ସନ୍ଧି ପ୍ରଥା ଆମେ ଜାଣିଛନ୍ତି ସାମନ୍ତ ସନ୍ଧି ପ୍ରଥା ହେଇଥିଲା, ତାକୁ କେଉଁ ଗଭର୍ଣ୍ଣର ଜେନେରାଲ ବା ଭାଇସରୟ ଆମ ଭାରତରେ ଆରମ୍ଭ କରିଥିଲେ? ଲର୍ଡ ୱିଲିୟମ ବେଣ୍ଟିକ୍ ନା ଲର୍ଡ କ୍ଲାଇଭ୍ ନା ଲର୍ଡ ଡେଲହାଉସି ନା ଲର୍ଡ ୱେଲସ୍ଲି? ତାକୁ କିଏ ପ୍ରଥମେ ଆରମ୍ଭ କରିଥିଲେ? ନା ତାକୁ ଆରମ୍ଭ କରିଥିଲେ ଲର୍ଡ ୱେଲସ୍ଲି। ଅପସନ୍ ନମ୍ବର ଡି, ଲର୍ଡ ୱେଲସ୍ଲି ହିଁ ଆରମ୍ଭ କରିଥିଲେ। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି ନିମ୍ନୋକ୍ତ କେଉଁ ବ୍ୟକ୍ତିଦ୍ୱୟ ବ୍ରିଟିଶ ସରକାରଙ୍କ ବାରମ୍ବାର ସତର୍କ ସତ୍ତ୍ୱେ ବକ୍ସି ଜଗବନ୍ଧୁଙ୍କୁ ପ୍ରଭୂତ ସାହାଯ୍ୟ କରିଥିଲେ? ବକ୍ସି ଜଗବନ୍ଧୁ ଯେତେବେଳେ 1817 ମସିହାରେ ପାଇକ ବିଦ୍ରୋହ କରୁଥିଲେ ବା ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲେ, ତାଙ୍କୁ 2 ଜଣ ଲୋକ ସହାୟତା ଦେଇଥିଲେ ଏବଂ ସେ 2 ଜଣ ଲୋକ ଇଂରେଜ ମାନଙ୍କର ଧମକ ଚମକକୁ ଖାତିର ନକରି ବକ୍ସି ଜଗବନ୍ଧୁଙ୍କୁ ବହୁତ ପ୍ରକାର ସାହାଯ୍ୟ କରିଥିଲେ। ସେ 2 ଜଣ କିଏ? ନା ସେ 2 ଜଣ ହେଉଛନ୍ତି ଶ୍ରୀକର ଭଞ୍ଜ ଓ ବିନାୟକ ଭଞ୍ଜ। ଅପସନ୍ ନମ୍ବର ଲାଷ୍ଟ ଡି, ଶ୍ରୀକର ଭଞ୍ଜ ଓ ବିନାୟକ ଭଞ୍ଜ ହିଁ ସେ 2 ଜଣ ଆମର ସାହାଯ୍ୟ କରିଥିଲେ। କାହାକୁ? ନା ସାହାଯ୍ୟ କରିଥିଲେ ବକ୍ସି ଜଗବନ୍ଧୁକୁ। ହେଲା? ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି ରାଜସତ୍ୱ ଲୋପନୀତି କିଏ ପ୍ରଣୟନ କରିଥିଲା? ଏଇଠି ଲେଖିଲା ବେଳେ ଟିକେ ଅସୁବିଧା ହେଇଯାଇଛି। ରାଜସତ୍ୱଟାକୁ ରାଜସତ୍ୱ ଲୋପନୀତି କିଏ ପ୍ରଣୟନ କରିଥିଲା? ଲର୍ଡ କ୍ଲାଇଭ୍, ଲର୍ଡ ବେଣ୍ଟିକ୍, ଲର୍ଡ ଡେଲହାଉସି ନା ଲର୍ଡ ୱେଲସ୍ଲି? ଏହାର ସଠିକ ଉତ୍ତର ହେଉଛି ଲର୍ଡ ଡେଲହାଉସି। କିଏ କରିଥିଲା? ନା ଲର୍ଡ ଡେଲହାଉସି। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି କାନପୁର ଠାରେ ସିପାହୀ ବିଦ୍ରୋହର ନେତୃତ୍ୱ କିଏ ନେଇଥିଲେ? କାନପୁର ଠାରେ ସିପାହୀ ବିଦ୍ରୋହର ନେତୃତ୍ୱ କିଏ ନେଇଥିଲେ? ଆମର ଯେଉଁ 1857 ମସିହା ବେଳକୁ ଯେଉଁ ସିପାହୀ ବିଦ୍ରୋହ ହେଇଥିଲା, ସେଇ ସିପାହୀ ବିଦ୍ରୋହର ନେତୃତ୍ୱ କିଏ ନେଇଥିଲେ କାନପୁର ଠାରେ?
ନା ମଙ୍ଗଳ ପାଣ୍ଡେ, ତାନ୍ତିଆ ଟୋପେ, ନା ନାନା ସାହେବ, ନା କନୱର ସିଂ? ଉତ୍ତର ହେଉଛି ନାନା ସାହେବ। କିଏ? ନା ଉତ୍ତର ହେଉଛି ନାନା ସାହେବ। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି 1857 ଖ୍ରୀଷ୍ଟାବ୍ଦ ବିଦ୍ରୋହ ସମୟରେ ନାମକୁ ମାତ୍ର ମୋଗଲ ସମ୍ରାଟ କିଏ ଥିଲେ? ନାମକୁ ମାତ୍ର ଥିଲେ। ମୋଗଲ ସମ୍ରାଟ ଦ୍ୱିତୀୟ ଶାହ ଆଲମ, ଫାରୁଖସିୟାର, ଦ୍ୱିତୀୟ ବାହାଦୁର ଶାହ ନା ପ୍ରଥମ ବାହାଦୁର ଶାହ? ପିଲାମାନେ ୟାର ଉତ୍ତର ହେଉଛି ଦ୍ୱିତୀୟ ବାହାଦୁର ଶାହ ଜାଫର। କିଏ? ନା ଦ୍ୱିତୀୟ ବାହାଦୁର ଶାହ ଜାଫର। ତ ଆଜି ପାଇଁ ଏତିକି ଥାଉ। ଏଇଟା ଆମେ ଗୋଟେ ଟ୍ରାଏଲ ମେଥଡ଼ରେ କଲେ, ଆମେ ପରବର୍ତ୍ତୀ କ୍ୱେଶ୍ଚିନ୍ ଆନ୍ସର ପୁଣି ପରବର୍ତ୍ତୀ ସମୟରେ କରିବା। ଧନ୍ୟବାଦ।